ଜୟ ଜଗନ୍ନାଥ। ଆସନ୍ତୁ ଶୁଣିବା ମଞ୍ଜୁବାଳା ଦାସଙ୍କର ଆତ୍ମଜୀବନୀ ପୁସ୍ତକ ମୋ ପିଲାଦିନର ନବମ ଭାଗ। କଲମ ଉଜ୍ଜଳ ହେଉ। ପିଲାବେଳେ ଆମ ଗାଁକୁ କେତେ ଯୋଗୀ, ଭିକାରୀ, ଚକୁଳିଆ ପଣ୍ଡା, ପାଟ, କେଳା କେଲୁଣୀ, ହାରମୋନିୟମ ଧରି ଗୀତ ବୋଲାବାଲା ଆସୁଥିଲେ। କେନ୍ଦ୍ରା ନାଉଥଳ ଧରି ବହୁତ ଯୋଗୀ ଆସନ୍ତି। ଦୁଆର ମୁହଁରେ କେନ୍ଦ୍ରା ବଜାଇ ଗୀତ ସ୍ୱର ଦେଇ ବୋଲନ୍ତି, ଭଜୁକିନା ରାମ ନାମରେ କୁମର, ଭଜୁକିନା ରାମ ନାମ, ଭଜି ନ ପାରିଲେ କୁଳ ଚନ୍ଦ୍ରମାରେ, ବାନ୍ଧି ନେବ କାଳ ଯମ, ଭଜୁକିନା ରାମ ନାମ। ଆମେ ତା ଥାଳିରେ ସେ ଗୀତ ଗାଉ ଗାଉ ଆମେ ତା ଥାଳିରେ ଆଣି ଭିକ ଚାଉଳ ଦେଇଦେଉ। ସେ ଚାଉଳ ନେଇକି ଯାଆନ୍ତି। କେତେକ ଯୋଗୀ ବହି ଆଣି ଆସନ୍ତି। ଗୋଟିଏ କାନ୍ଧରେ ନାଉଥାଳ, ଆଉ ଗୋଟିଏ କାନ୍ଧରେ ବହି ଝୁଲା। ତା ଭିତରେ କେତେ ଗପ ବହି, କେତେ ଗୀତ ବହି, ମୁସୁଆସରୀ କଥା, ଅବଲକରା କାହାଣୀ, ଅଦ୍ଭୁତ କାହାଣୀ, କେତେ ଜଣାଣ ଭଜନ ବହି ସବୁ କିଣିକି ରଖେ। ଜଣେ ବୁଢ଼ା ଯୋଗୀ ଆସୁଥିଲା। ଗୋରା ତକ୍ ତକ୍ ଚେହେରା। ତା ନାଁ ହେଉଛି ଧଡ଼ିଆ ଯୋଗୀ। ସିଏ ନଇଁ ନଇଁକି ବାଡ଼ି ଧରି ଆସେ। ତା ହାତରେ ଚିକ୍ ଚିକ୍ ପିତ୍ତଳ ହାଣ୍ଡିଟିଏ ଧରିଥାଏ। ପାହାଚ ଉପରେ ଚଢ଼ୁ ଚଢ଼ୁ ଡାକ ଛଡ଼ା, ଆଲୋ ସାଆନ୍ତରା ଘର ଝିଅ, ଆଲୋ ହଂସୁଣା ମକଦମୀ ଘର ଝିଅ, କୁଆଡ଼େ ଗଲୁ? ଖାଲି ବୋଉ ନୁହେଁ, ସେ ବୁଲୁଥିବା ଅଞ୍ଚଳର ପ୍ରାୟ ସବୁ ବୋହୂମାନଙ୍କର ବାପଘର ଇତିହାସ ତାକୁ ଜଣା। ଯିଏ ତା ମନ ଲାଗି ବହୁତ ଦେଲା ତାକୁ ପ୍ରଶଂସା କରି ସମସ୍ତଙ୍କ ଆଗରେ କହେ, ଆଉ ଯିଏ ନ ଦେଲା ତା ନାଁରେ କେତେ କଥା କହି ତାକୁ ଗାଳି କରିକି ଯାଏ। ସେତେବେଳେ ଶୁଣିଥିଲି ତା ପୁଅମାନେ ଭଲ ଚାକିରି ବାକିରି କରିଥିଲେ, କିନ୍ତୁ ସିଏ ସେମିତି ଯୋଗୀ ହେଇ ଭିକ ମାଗୁଥିଲା। କାନ୍ଧରେ ହାରମୋନିୟମ, ହାତରେ ଚିତ୍ରପଟ ଧରି ଗୀତ ବୋଲାଳି ଆସନ୍ତି। ସେମାନେ ସାମ୍ବାଦିକ ଭଳି ବୁଲୁଥାନ୍ତି। କେଉଁଠି ରୋମାଞ୍ଚକର ଘଟଣା ଘଟିଲା ତାକୁ ନେଇ ଗୀତ ଲେଖି ଗାଁ ଗାଁ ବୁଲନ୍ତି। ଲୋକମାନେ ବହି କିଣି ନେଇ ସବୁ ଘଟଣା ଜାଣିପାରନ୍ତି। ମୋ ପିଲାବେଳେ କରୁଣୀ ବିଶ୍ୱାଳଙ୍କ ହତ୍ୟା କଥାକୁ ନେଇ ବହି ବାହାରିଥିଲା। ବରାଳ ସୌଦାମିନୀ ଜଗତସିଂହପୁର କଲେଜରେ ପାଠ ପଢ଼ୁଥିଲା। ତାକୁ ଗୁଣ୍ଡାମାନେ ହାଣି ମାଛଗାଁ କେନାଲରେ ଭସାଇ ଦେଇଥିଲେ। ସେ ବିଷୟରେ ଗୋଟେ ବହି ବିକ୍ରି ହେଉଥିଲା। ମୁଁ ତାକୁ କିଣିଥିଲି। ମାଛଗାଁ କେନାଲରେ କଲେଜ ଛାତ୍ରୀର ଶବ। ଆମ ଗାଁକୁ ଧ୍ରୁବ ବୋଲି ଗୋଟେ ବାଘ ଭଳି ଗୋଟେ ଲୋକ ଆସୁଥିଲା। କାହାକୁ କିଛି ନ କହି ସେ ମଝି ଦାଣ୍ଡରେ ବସୁଥିଲା। ଯିଏ ଯାହା ଦେଉଥିଲା ନେଉଥିଲା। ଆଉ ଜଣେ ବୁଢ଼ା ବ୍ରାହ୍ମଣ ଆସନ୍ତି। ଭିକ ମାଗି ସାରି ରାତିରେ କଣ୍ଡୁରୀ ବଡ଼ବାପା ବା କାର୍ତ୍ତିକା ଏଇ ଘରେ ରହନ୍ତି। ଆମେ ପିଲା ମଧ୍ୟ ଯାଇ ତାଙ୍କ ପାଖରେ ଭିଡ଼ ଜମାଉ, ତାଙ୍କଠୁ ଗପ ଶୁଣୁ। କାର୍ତ୍ତିକ ମାଘ ମାସରେ ଆମ ଗାଁକୁ ଚକୁଳିଆ ପଣ୍ଡା ଆସନ୍ତି। ତାଳପତ୍ର ଛତା, ପିତ୍ତଳ ହାଣ୍ଡି ଧରି ଗାଁ ଦାଣ୍ଡରେ ଗୀତ ବୋଲି ଯାଆନ୍ତି। ତାଙ୍କ ଡାକ ଗୀତ ଶୁଣି ସମସ୍ତେ ଚାଉଳ, ପରିବା ଆଦି ହାଣ୍ଡିରେ ଦିଅନ୍ତି। ମୁଁ ବି ବହୁତ ଥର ଦେଇଛି। ମୋତେ ଭିକ ଦେବାକୁ ଭାରି ଭଲ ଲାଗେ। ମୁଁ ଭାବେ ଖାଲି ସେମାନଙ୍କ କଥା। ସେମାନେ କେଉଁଠି ରହନ୍ତି, ଚକୁଳିଆ ପଣ୍ଡା କାହିଁ ହେଇଛନ୍ତି। ଏକଥା ପଚାରିଲେ ମା' କହେ, ବ୍ରାହ୍ମଣଙ୍କର ପିଲା ବ୍ରତ ହେଲାବେଳେ 3 ଗାର ଡେଇଁଗଲେ ଚକୁଳିଆ ପଣ୍ଡା ହୁଅନ୍ତି। ମୋତେ ଭାରି ଡର ମାଡ଼େ ସେ କଥା ଶୁଣିଲେ। ସବାଖିଆ ମୁଣ୍ଡରେ ନାଲି ପଗଡ଼ି ବାନ୍ଧି, ହାତରେ ଲୁହା ବଳାରେ ଛୁରୀ ଟଙ୍ଗ ଟଙ୍ଗ କରି ବଜାଇ କ'ଣ ଆଡ଼ୁରୁ ମାଡ଼ୁରୁ ଭାଷା କହେ ଆମେ ବୁଝିପାରୁନା। ତାକୁ ଭିକ ଦେବାକୁ ଡର ମାଡ଼େ ମୋତେ। କେଲୁଣୀ ବାଳ ଝାମ୍ପୁରା କରି ସବାଖିଆ ଭାଷାରେ କ'ଣ କ'ଣ ସବୁ ଗୀତ ବୋଲନ୍ତି। ଭିକ, ଭାତ, ତରକାରୀ ନେଇଯାଆନ୍ତି। ସଖୀ କେଲୁଣୀ ଗୋଟିଏ ଆସୁଥିଲା ଆମ ସମୟରେ। ଜିନୁ ତାକୁ ବିକ୍ରି କରିଦେଇ, ଜିନୁକୁ ଦେହ ଖରାପ ଥିବାରୁ ତାକୁ ଆମେ ବିକ୍ରି କରିଦେଇଥିଲୁ ସଖୀ କେଲୁଣୀକି। 7 ବର୍ଷରେ କିଣି ଆଣିଲୁ। ସେ ନୂଆ ଲୁଗା, ଟଙ୍କା, ଚାଉଳ ଇତ୍ୟାଦି ନେଲା। ସେତେବେଳେ ଛୁଆ ରୋଗଣା ହେଲେ ଛୁଆଙ୍କ ଉପରେ ମୁହ ନ ରଖି ଭଗବାନଙ୍କୁ ସମର୍ପଣ କରିଦେଉଥିଲେ। କିଏ ଯୋଗୀକି ବିକି ଦେଉଥିଲା, କିଏ ଭିକାରୀକି ବିକି ଦେଉଥିଲା, କିଏ ବାବାଜୀ କରି ଦେଉଥିଲା। ତାଙ୍କ ନାଁ ବି ରହୁଥିଲା ବାବାଜୀ, କେଲୁଣୀ, ଯୋଗୀ ଇତ୍ୟାଦି। ନାଉ ତୁମ୍ବା ବଜେଇ ବି କେଳା ବି ଆମ ଗାଁକୁ ଆସୁଥିଲେ। ନଳୁଆ କେଳା କେଲୁଣୀ ବି ଆସୁଥିଲେ। ନଳୁଆ କେଲୁଣୀ ଭାରି ପରିଷ୍କାର। ମୁଣ୍ଡରେ ବଢ଼ିଆ ସୁନ୍ତା କରିକି ମୁଣ୍ଡ ଖୋସା କରିଥାନ୍ତି। ଟୋକେଇରେ ନଖ ପାଲିସି, ଛୁଞ୍ଚି ସୂତା ଆଦି କେତେ ପ୍ରକାର ଜିନିଷ ଆଣିଥାନ୍ତି। ପୁଣି ପିଲାଟିକୁ ଲୁଗାରେ ପୁରାଇ କାକେଇ ବେକରେ ପକାଇଥାନ୍ତି। ଭାରି ମିଠା ସ୍ୱରରେ ଆସି ଡାକନ୍ତି, ଲୋ ଗେଡ଼ି, ଲୋ ବାବୁଆଣୀ, ଏ ପୁଅ ମା'। ଆମେ ସେ ତା ଟୋକେଇ ଚାରିପଟେ ଘେରିଯାଉ। ନଳୁଆ କେଳା ନଳ ଯୋଗୀ ଚଢ଼େଇ ମାରନ୍ତି। ଆଉ କେତେ କେଳା ଆସି
ଗାଁ ଦାଣ୍ଡରେ କାଉ ଫାସ ବସାନ୍ତି। କାଉ ସବୁ ଧରି ନିଅନ୍ତି, କେତେ ଗୋଧି ମାରି ନିଅନ୍ତି। ସେମାନେ ସେଗୁଡ଼ା ସବୁ ଖାଆନ୍ତି। ଆମ ଗାଁକୁ ଆସୁଥିଲେ ଧନିଆ ନନା, ସୁମା ବାୟାଣୀ, ଧର୍ମା ମାଇଚିଆ। ଏମାନେ ବଡ଼ ଘରେ ଜନ୍ମ ହୋଇଥିଲେ, କିନ୍ତୁ ମୁଣ୍ଡ ଖରାପ ପରେ ପାଗଳ ହୋଇ ବୁଲିଲେ। ଯିଏ ଯାହା ଦେଲା ଖାଇଲେ। ସୁମା ବାୟାଣୀକୁ ମୋତେ ଭାରି ଡର ଲାଗେ। ସେ ମୋତେ ଦେଖିଲେ ଧରିବାକୁ ଆସେ, କହେ ଏଇ ମୋର ଝୁଅ, ଏଇ ଆସିଲାଣି, ଏ ପୁରା ହାକିମ ଝୁଅ, ହରି ନେଇକି ରଖିଛି। ମୁଁ ତା ପାଖକୁ ଡରି ପଳାଏ। ଉଡ଼ାଜାହାଜ ଦେଖିଲେ କହେ ଏଇ ହାକିମ ଉଡ଼ାଜାହାଜରେ ଆସୁଛି, ମୋତେ ନେବ। ଭୋଜି ଭାତ ହେଲେ ସେ ବହୁତ ସମୟ ଯାଏ ବସି ବହୁତ ଖାଏ। ତା ପେଟ ଦେଖାଇ କହେ କ'ଣ ଅଛି, କିଏ ନେଇଗଲାଣି। କାହାର କାମ ବି କରିଦିଏ। ସେ ଆମ ଗାଁ ଝିଅ, ବାହା ହେଇଥିଲା, ତାର ପୁଅ ଥିଲେ। ସେ କାହିଁକି ପାଗେଳି ହେଇଗଲା। ମୁଁ ପରେ ଶୁଣିଲି ମୋ ଶାଶୁ କାଳେ ତାକୁ ସମୁଦ୍ରୁଣୀ ଡାକୁଥିଲେ। ସେ କ'ଣ ଜାଣିଥିଲା ଯେ ମୋର ସେଠି ବାହାଘର ହେବ ବୋଲି। ମୋତେ ଝିଅ ଓ ମୋ ଶାଶୁ ସମୁଦ୍ରୁଣୀ ଡାକୁଥିଲା କାହିଁକି? ମୋ ବାହାଘର ବେଳକୁ ସେ କିନ୍ତୁ ଇହ ଜଗତରେ ନଥିଲା। ଖାଦ୍ୟ ଅଖାଦ୍ୟ ଖାଇ ବିଲରେ ପଡ଼ି ମରିଗଲା। ଭାରି ଦୁଃଖ ଲାଗେ ତା କଥା ଭାବିଲେ। ଆମ ଗାଁକୁ ଆସନ୍ତି ଆମର କୁଳ ପୁରୋହିତ ନୃସିଂହ ନନା। ଆମର ପିଣ୍ଡ, ଶ୍ରାଦ୍ଧ, ବାହାଘର, ସତ୍ୟନାରାୟଣ ପୂଜା, ଜନ୍ମାଷ୍ଟମୀ, ସୁଦଶା ବ୍ରତ ସବୁ ପୂଜା ମେଳା ସେ କରନ୍ତି। ସେ ଆମ ଘରକୁ ବେଶୀ ଆସନ୍ତି, କାରଣ ବୋଉ ଆମ ଘରେ ସବୁ ପ୍ରକାର ପୂଜା ସବୁ ମେଳା କରେ। ସେ ଆସିଲେ ବୋଉ ତାଙ୍କୁ ପାଣି ଢାଳି ଦିଏ ଗୋଡ଼ ଧୋଇବାକୁ, ମୁଣ୍ଡିଆ ମାରେ। ସେ ବୋଉକୁ ଆଶୀର୍ବାଦ କରି କେତେ କଥା କୁହନ୍ତି। ତାଙ୍କ କଣ୍ଠ ଭାରି ପରିଷ୍କାର। ସେ ଖୁବ୍ ବଢ଼ିଆ ପୂଜା କରନ୍ତି, ଶ୍ଲୋକ ବୋଲନ୍ତି। ତାଙ୍କ ଘର ଲଥାଙ୍ଗ। ସେ କେଉଁଦିନ ବେଶୀ ରାତି ଯାଏ, ବେଶୀ ରାତି ହେଇଗଲେ ସେ ଆମ ଘରେ ରହନ୍ତି। ସେ ବ୍ରାହ୍ମଣ, ଆମ ଘରେ ଖାଇବେନି। ତାଙ୍କୁ ଚାଉଳ, ଡାଲି, ଆଳୁ ଦିଆହୁଏ। ସେ ରୋଷେଇ କରନ୍ତି। ନୃସିଂହ ନନା ବଢ଼ିଆ ଆଳୁ ବଘରା କରନ୍ତି। ଆମକୁ ଟିକେ ଟିକେ ଦିଅନ୍ତି। ଏତେ ଭଲ ଲାଗେ ଯେ ନୃସିଂହ ନନା କେଉଁଦିନ ଆସି ଆମ ଘରେ ରହିବେ ତାହା ଆମେ ଚାହିଁ ବସିଥାଉ। ଆମକୁ ଟିକେ ଜ୍ୱର ହେଲେ କି ଟିକେ ମୁଣ୍ଡ ବିନ୍ଧିଲେ କି ପେଟ କାମୁଡ଼ିଲେ ମା ନୃସିଂହ ନନାଙ୍କୁ ଡାକି ଝାଡ଼ି ଦିଏ। ମୁଁ ତାଙ୍କ ଆଗରେ ଆସନ ପକାଇ ବସେ। ସେ ମୋ ଦେହରେ ହାତ ଆଉଁସି ଆଙ୍ଗୁଠି ଫୁଟେଇ ଫୁଙ୍କି ଦିଅନ୍ତି, ମୁଣ୍ଡ ଆଉଁସି ଦିଅନ୍ତି। ମୋତେ ଭାରି ଭଲ ଲାଗେ। ପେଟ କାମୁଡ଼ିଲେ ଲୁଣ ମନ୍ତୁରେଇ ଦିଅନ୍ତି। ପେଟ କାମୁଡ଼ିଲେ କ'ଣ ଟିକେ ହେଲେ ଆମେ ସେ ମନ୍ତୁରା ଲୁଣ ଖାଉ, ସେଥିରେ ପେଟ ଭଲ ହେଇଯାଏ। ମୋ ଜେଜେମାଙ୍କ ଧାରଣା ମୋତେ ଡାହାଣୀ ଖାଇଯାଆନ୍ତି। ସବୁବେଳେ ସେ ମୋ ଘର ଭିତରେ ମୋତେ ଲୁଚାଇ ରଖେ। ଆମ ଗାଁକୁ ନାହକ ପଣ୍ଡିତ ଭାଟ ଆସନ୍ତି। ନୁହାଡ଼ିରୁ ବହୁତ ନାହକ ଆସନ୍ତି। ସେ ଗାଁଟି ନାହକ ଗାଁ। ରାମ ନାହକ, ଧଡ଼ିଆ ନାହକ, ଯଦୁ ନାହକ, ବାବାଜୀ ନାହକ। ଆମ ଘରେ ସବୁ ସମୟରେ ଧରି ସେ ବସନ୍ତି। ମାୟାଧର ନାହକ ମଧ୍ୟ ଆସନ୍ତି। ସେ ପାଲା କରନ୍ତି। ବୋଉ ମାଆଙ୍କର ଜାତକ ପତ୍ରରେ ଭାରି ବିଶ୍ୱାସ। ବାପା ବି ବିଶ୍ୱାସ କରନ୍ତି। ସବୁ ଭାଇ ଭଉଣୀଙ୍କ ଜାତକ ଜଣେ ନୁହେଁ, 3 ଜଣ ନାହକ ପଣ୍ଡିତ ପାଖରେ ହେଇଛି। ରାମ ନାହକ ମୋର କରିଛନ୍ତି। ଆଉ ମଧ୍ୟ କେତେଟା ନାହକ ମୋର ପଣ୍ଡିତ ସବୁ ମୋର ଜାତକ କରିଛନ୍ତି। ମୋର 3ଟି ଜାତକ। ଗୋଟିଏ ବୋଉ କହେ, ଗୋଟିଏ ସେ ତା ପାଖରେ ରଖିବ, ଆଉ ଗୋଟେ ତା ଶାଶୁଘରେ ରହିବ, ଆଉ ଗୋଟେ ତା ଚାକିରି ଜାଗାରେ ରହିବ। ଯେଉଁଠି ସେ ରହିବ ସେଠି ରଖିବ। ବାସ୍ତବିକ ସେଇଆ ହେଲା। ଆମ ଘରକୁ ନାହକମାନେ ସପ୍ତାହରେ ପ୍ରାୟ 2-3 ଥର ଆସନ୍ତି। ବିଶେଷ କରି ହାଟ ପାଳି ଦିନ ଆସନ୍ତି। ହାଟ ପାଳି ଦିନ ଏକାଥରେ 4-5 ଜଣ ନାହକ ଜଣେ ପରେ ଜଣେ ଆସି ପହଞ୍ଚନ୍ତି। ଆମେ ତାଙ୍କୁ ସବୁ ଦେଖିକିରି ତାଙ୍କୁ ଡାକି ବସୁ, ହାତ ଦେଖାଉ। ବୋଉ କେଉଁଦିନ କେଉଁ ପର୍ବ ପଡ଼ୁଛି, କାହାର ଜନ୍ମଦିନ କେଉଁଦିନ ପଡ଼ିବ ପଚାରେ। ସେମାନେ ନାହକମାନେ ଜାତକ ଦେଖନ୍ତି। ହାତ ଦେଖିକିରି କେତେ କଥା କହିଯାଆନ୍ତି। କେମିତି ପାଠ ପଢ଼ିବ, କେଉଁ ଦିଗରେ ବାହାଘର ହେବ, ଶାଶୁଘର ଆଗରେ ପୋଖରୀ ଥିବ, ମନ୍ଦିର ଥିବ, ବାହାଘର ପରେ ବିଦେଶରେ ଝିଅ ରହିବ, ପରୀକ୍ଷା ଦେଇଥିଲେ ପାସ୍ କରିବେ ନାହିଁ ତାକୁ ଆମେ ପଚାରୁ। ସେ ଘର କାଟି ଖଡ଼ି ପକାନ୍ତି। କହନ୍ତି ଅମୁକ ରାଶିରେ ଅମୁକ ଗ୍ରହ ଅଛନ୍ତି, ନିଶ୍ଚୟ ପାସ୍ ହେବ। ପାସ୍ କଲେ ମୋତେ ଲୁଗା ଖଣ୍ଡେ ଦେବ। ଆମ ଘରକୁ ନାହକ ପଣ୍ଡିତ ଆସିଲେ ଜାଣି ଗାଁର ପଡ଼ିଶା ଘରୁ କେହି କେହି ଆସି ମଧ୍ୟ ପ୍ରଶ୍ନ ପଚାରନ୍ତି। କହନ୍ତି ଗୋଟେ ଫୁଲ ନାଁ କହ, ଗୋଟେ ଫଳ ନାଁ କହ। ତାପରେ ଗୋଟାଳିରେ ଗାର କାଟି ଉତ୍ତର ଦିଅନ୍ତି। ଆଙ୍ଗୁଠି ଗଣିକିରି ଉତ୍ତର ଦିଅନ୍ତି। କାହାର ପୁଅ ହେବ, କାହାର ଝିଅ ହେବ, କିଏ ପାସ୍ କରିବ, କିଏ ଫେଲ୍ ହେବ, ଆଗତ ଭବିଷ୍ୟତ ସବୁ କହନ୍ତି। ଫଳ ବାହାରିଲେ ତାଙ୍କ କଥା ଠିକ୍ ହେଲେ ବହୁତ ଲୋକ ଚାଉଳ ଲୁଗାପଟା ଦିଅନ୍ତି, ଆଉ ଭୁଲ ହେଲେ ଗାଳି ଖାଆନ୍ତି। କେତେକ ନାହକ ଜାତକ ଦେଖି ମୋତେ କେତେ କଥା କହନ୍ତି। ଅନୁମାନ କରି କେତେ କଥା ତାଙ୍କର ମଧ୍ୟ ସତ ହୁଏ, କେତେ କଥା ଅନୁମାନ କରି ସେମାନେ କୁହନ୍ତି। ତାଙ୍କର କେତେ କଥା ସତ ହୁଏ, କେତେ କଥା ମଧ୍ୟ ମିଛ ହୁଏ। ରାମ ନାହକ ଆଉ ମୋର ଅଞ୍ଜୁର ଜାତକ ଦେଖି କହିଥିଲେ ଏଇ 2 ଜଣ ହରିବାବୁଙ୍କର ଝିଅ ନୁହନ୍ତି, 2 ପୁଅ। ମଞ୍ଜୁ ଭଲ ନାଁ କରିବ,
ତା ହାତରେ ପଇସା ରହିବନି, ଛୋଟ ପରିବାରରେ ପଡ଼ିବ। ଅଞ୍ଜୁକୁ କହନ୍ତି ବହୁତ ପଇସା ରଖିବ, ବହୁ କୁଟୁମ୍ବରେ ପଡ଼ିବ। 6-7 ଭାଇର ଘର, ବହୁ କୁଟୁମ୍ବ ଥିବେ। ଏଇ କଥା ପ୍ରକୃତିରେ ସତ ହେଲା। ମୋତେ ସବୁ ପଣ୍ଡିତ କହିଥିଲେ ପଶ୍ଚିମ ଦିଗରେ ବାହାଘର ହେବ, କିନ୍ତୁ କେହି ଜଣେ ବି କହିନଥିଲେ ଏତେ ପାଖରେ ପୂର୍ବ ଦିଗରେ ହେବ ବୋଲି। ତେଣୁ ସେମାନଙ୍କର କଥା ଅଧିକାଂଶ ସତ ହୁଏ, ଆଉ ଅଧିକାଂଶ ମଧ୍ୟ ମିଛ ହୁଏ। ଭାଟମାନେ ଆମ ଗାଁକୁ ଆସନ୍ତି। ଭାଟମାନେ ଆସି ଦୁଆର ମୁହଁରେ କେତେ ମଙ୍ଗଳାଷ୍ଟକ ବୋଲନ୍ତି, ଆଶୀର୍ବାଦ କରି ଚାଉଳ ନେଇକି ଯାଆନ୍ତି। ବଣିତ ପଶ୍ଚିମେଶ୍ୱର ପାଖରୁ ଚାଉଳ, ପାଦୁକ, ଦଣ୍ଡା ଧରି ଆସନ୍ତି। ମୁଣ୍ଡରେ ଚନ୍ଦନ ଲଗାଇ ଦିଅନ୍ତି। ପାଦୁକ ଦେଇ କହନ୍ତି କଲମ ଉଜ୍ଜ୍ୱଳ ହେଉ। କଲମ ଉଜ୍ଜ୍ୱଳ ହେଉ ବୋଲି କେବଳ ପଶ୍ଚିମେଶ୍ୱର ରାଉଳ ହିଁ କହନ୍ତି। ଏ ଆଶୀର୍ବାଦ ମୋତେ ଭାରି ଭଲ ଲାଗେ। କୁସୁମ ରାଉଳ ତାଙ୍କ ଭାଇମାନେ ଆସନ୍ତି। ସେମାନେ ଗାଁକୁ ଘଣ୍ଟ କରିବାକୁ ଆସନ୍ତି। ବିଭିନ୍ନ ବେଶ ହୋଇ ମୁଣ୍ଡରେ ଠାକୁର ଥୋଇ ଦାଣ୍ଡରେ ପହଡ଼ ପକାଇ ନାଚନ୍ତି, ରଣପା ଚଢ଼ନ୍ତି। ଆମେ ଦେଖୁ, ଭଲ ଲାଗେ। ଶାରଳାଙ୍କ ପାଖରୁ ମଧ୍ୟ ଘଣ୍ଟ ଆସନ୍ତି। ଦୋଳ ପୂର୍ଣ୍ଣିମାରେ ରାଧାକୃଷ୍ଣ ଘର ଘର ବୁଲି ଦୋଳ ବିମାନରେ ଆସି ଭୋଗ ଖାଆନ୍ତି, ରଙ୍ଗ ଅବିର ଦେଇ ଯାଆନ୍ତି। ଜନରାତ୍ରି ଗଉଡ଼ମାନେ ଆମ ଦାଣ୍ଡରେ ଲଉଡ଼ି ଖେଳନ୍ତି। ଲଉଡ଼ି ଗୀତରେ ଗ୍ରାମ ପରିବେଶ ଗୀତିମୟ ଲାଗେ। ଆମ ଗାଁକୁ ପାଟୁଆ ନାଚ, ଘୋଡ଼ା ନାଚ ଆସନ୍ତି। ପୀରଙ୍କ ପାଖରୁ ମୁସଲମାନମାନେ ପଟୁଆରରେ ଆସି କେତେ ପ୍ରକାର ଖଡ଼ି ଖେଳ ଦେଖାନ୍ତି। ଆଉ ଦଶହରା, ଖୁଦୁରୁକୁଣୀ, ଗଜଲକ୍ଷ୍ମୀ ବେଳେ ମେଢ଼ ପଟୁଆର ଆସେ। ସେଥିରେ କେତେ ପ୍ରକାର ନାଚ ହୁଏ। କେଳାକେଳୁଣି ନାଚ, କାଳିକା ନାଚ, ଭାଲୁ ନାଚ, ବାଘ ନାଚ, ଷଣ୍ଢ ନାଚରେ ଗାଁ କମ୍ପୁଥାଏ। ଏମାନେ ଟିକେ ବେଶୀ ରାତିରେ ଆସନ୍ତି। ଆମେ ସନ୍ଧ୍ୟାବେଳେ ଶୋଇପଡ଼ିଥାଉ। ତାପରେ ସେମାନେ ଆସିଲେ ମା' ଆମକୁ ଗାଁ ମୁଣ୍ଡରେ ବାଜା ବାଜୁ ବାଜୁ ମା' ଆମକୁ ଉଠାଇ ଦିଏ। ଆମେ ଧଡ଼ପଡ଼ ହେଇ ଉଠି ଦାଣ୍ଡକୁ ବାହାରି ପଡ଼ୁ, ପିଣ୍ଡାରେ ଠିଆ ହୋଇ ଖେଳ ଦେଖୁ। ଆମ ଗାଁ ଦାଣ୍ଡରେ କେତେ ଅପେରା ଡ୍ରାମା, କେତେବେଳେ ଦକ୍ଷିଣ ନାଚ, ରାମନାମୀ, ଦାସକାଠିଆ ପାଲା ସବୁବେଳେ ଚାଲିଥାଏ। କେତେବେଳେ ସ୍ତ୍ରୀ ଲୋକମାନେ, ପୁରୁଷ ଲୋକମାନେ, ଆଉ କେତେବେଳେ ଯୁବକମାନେ ପଇସା ଆଦାୟ କରି ଏସବୁର ଆୟୋଜନ କରିଥାନ୍ତି। ଯେଉଁ ଲୋକମାନେ ଏସବୁରେ ନାଟ ଦେଖିବାକୁ ଆସନ୍ତି, ସେ ଯେଉଁଠି ରହନ୍ତି, ଆମ ପିଲାମାନେ ସେଠି ଭିଡ଼ ଜମାଇ ଦେଖୁ। କେମିତି କାମ କରୁଛନ୍ତି, କେମିତି ସଜ ହେଉଛନ୍ତି। ସେମାନେ ଆମ ଘରକୁ ସବୁ ଖାଇବାକୁ ଆସନ୍ତି। ଆମକୁ ସବୁ ମଜା ଲାଗେ। ଆମେ କଥା ହେଉ, ଆମ ଘରକୁ ଆଜି ରାଜା ଖାଇବାକୁ ଆସିଥିଲେ, କିଏ କହେ ଆମ ଘରକୁ ରାଣୀ ଆସିଥିଲେ। ଏମିତି ସବୁ ଭାରି ଖୁସି ଲାଗେ। ତାଙ୍କୁ ସାଧାରଣ ବେଶରେ ଦେଖିଲେ ବହୁତ ମଜା ଲାଗେ। ବଡ଼ ହେଲା ପରେ ଆମ ଗାଁର ପରମ୍ପରା ରଖିବା ପାଇଁ ଆମେ ପୁଅ ଝିଅ, ବିଶେଷ କରି ବେଶୀ ଝିଅ ମିଶିକି ଡ୍ରାମା କଲୁ। ନଳ ଦମୟନ୍ତୀ ପଞ୍ଚସହାୟକ ନାଟକ, ତା ଦେହରେ ମୁଁ ମୁଖ୍ୟ ଭୂମିକାରେ ଥିଲି। ନଳ ଦମୟନ୍ତୀରେ ନଳ, ପଞ୍ଚସହାୟକରେ ରତି ଭୂମିକାରେ ଅଭିନୟ କରିଥିଲି। ନିରଦା ନିର୍ଦ୍ଦେଶକ, ନରଦାଦା ସଙ୍ଗୀତ ନିର୍ଦ୍ଦେଶକ। ଅଭିନୟ ବହୁତ ସଫଳ ହେଲା। ଆମ ଗାଁରେ ଅଞ୍ଚଳର ଝିଅ ପିଲାର ଡ୍ରାମା ଖୁବ୍ ଚହଳ ପକାଇଲା। ଆମକୁ ସବୁ ଶିଖେଇବାକୁ ରମେଶ ମଧ୍ୟ ଗାଁକୁ ଆସିଲେ ସେ ଆମକୁ ଆକ୍ସନ୍ କରିକି ସବୁ ଦେଖାଇ ଦିଅନ୍ତି। ଆମର ପରପିଢ଼ି ମଧ୍ୟ ଅନେକ ଡ୍ରାମା କରି ଆସିଲେ। ପରମ୍ପରା ଏପର୍ଯ୍ୟନ୍ତ ଆମ ଗାଁରେ ରହିଥିଲା। ସନ୍ତୋଷ ଦାଦା ମଧ୍ୟ ବହୁତ ସହଯୋଗ କରନ୍ତି। ତାଙ୍କର ଗ୍ରାମଫୋନ୍ ଥିଲା। ସେ ଦାଣ୍ଡ ପିଣ୍ଡାରେ ଆମେ ବସି ଗୀତ ଲଗାନ୍ତି। ଆମେ ଶୁଣି ଖୁସି ହେଇକି ନାଚୁ। ସବୁ ଲୋକ ଆସିଲେ ଆମେ ଖୁସି ହେଉ। ଯେଉଁଦିନ ଆମ ଗାଁକୁ ଟିକାବାଲା ଆସନ୍ତି, ଆମ ପିଲାମାନଙ୍କ ଭିତରେ ଆତଙ୍କ ଖେଳିଯାଏ। କିଏ ଖଟ ତଳେ, କିଏ ବାଡ଼ିଆଡ଼େ, କିଏ ଭାଡ଼ି ଭିତରେ, କିଏ ସଙ୍ଗା ଉପରେ ଲୁଚି ଯାଆନ୍ତି। ଆମ ବାପା, ଦାଦା, ବଡ଼ ବାପାମାନେ ଆମକୁ ଜବରଦସ୍ତ ବାହାର କରି ଟିକା ଦିଅନ୍ତି। ଆମେ ଖାଲି ରଡ଼ି ଛାଡ଼ୁଥାଉ। ବସନ୍ତ ଟିକା ପାଇଁ ଦିଆଯାଉଥିଲା, ହଇଜା ଇଞ୍ଜେକ୍ସନ୍ ଦିଆଯାଉଥିଲା। ମୁଁ 2 ଥର 2ଟା ଟିକା ନେଇଛି। ଥରେ ଇଞ୍ଜେକ୍ସନ୍, ସେ ଟିକା, ଆଉ ଥରେ ଟିକା। ସେ ଟିକା ଏତେ ମାତିଲା ଯେ ଶୁଖିବାକୁ ବହୁତ ଦିନ ଗଲା। ବୁଢ଼ିଆଣୀ ଡିମ୍ବ ମରା ହେଇ ନଡ଼ିଆ ତେଲ ଲଗାଇ ସେ ଭଲ ହେଲା। ସେ ଟିକା ଚିହ୍ନ ଏବେ ବି ମୋ ବାଁ ହାତର ଡେଣାରେ ସ୍ପଷ୍ଟ ହେଇ ରହିଛି। ପିଲାଦିନରେ ସେ ଚିହ୍ନ ଦେଖିଲେ ଖୁସି ଲାଗେ। ଯେ ଏତିକି। ଏଇ ନାଁ ହେଉଛି, ଏଇ ବିଷୟଟା ନାଁ ହେଲା କଲମ ଉଜ୍ଜ୍ୱଳ ହେଉ। ଆଜି ପାଇଁ ଏତିକି। ନମସ୍କାର।